କରୁଛନ୍ତି ଆପଣମାନଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଟାଇମ୍ ଆସି ପାଖାପାଖି ହେଇଗଲାଣି 10ଟା ପ୍ଲସ୍। ମୁଁ ଏବେ ଭିଡ଼ିଓ ଷ୍ଟାର୍ଟ କଲି। ଆପଣମାନେ ସବୁ କେମିତି ଅଛନ୍ତି? ମୁଁ ତ ଭଲରେ ଅଛି, ଆପଣମାନେ ସବୁ ଭଲ ଅଛି ବୋଲି ଆଶା ବିଶ୍ୱାସ। ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ଭିଡ଼ିଓ। ଷ୍ଟାର୍ଟ କରିବା ପୂର୍ବରୁ କହିଦେଉଛି, ଚ୍ୟାନେଲ ଯେଉଁମାନେ ମୋର ନୂଆ ଅଛନ୍ତି ପ୍ଲିଜ୍ ଟିକେ ଲାଇକ୍ କମେଣ୍ଟ ସେୟାର ଆଉ ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦେବେ। ଆଉ କ'ଣ ଘଣ୍ଟି ଚିହ୍ନକୁ ଦବାଇ ଦେବେ, ଯାହାଫଳରେ କି ନୂଆ ନୂଆ ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ଶୀଘ୍ର ପହଞ୍ଚି ଯାଇପାରିବ। ଚାଲନ୍ତୁ ଷ୍ଟାର୍ଟ କରିବା ଭିଡ଼ିଓ। ଦେଖନ୍ତୁ ମୁଁ ତ ଗାଧୋଇ ପାଧୋଇ ଫ୍ରେଶ୍ ହେଇସାରିଲିଣି। ବହୁତ ବି ଗରମ ହେଉଛି, ପ୍ରବଳ ଖରା। ରିସିନା ନାମରେ ଆସିଗଲା। ଆଉ କୁଆଡ଼େ ଯାଇଥିଲା କ'ଣ କରୁଥିଲା ମୁଁ ଆପଣମାନଙ୍କୁ ନିଶ୍ଚିନ୍ତ ତ କହିବି। ବସ ପୁଛାଡ଼ା ଉପରକୁ ଦେଖିଦେଲୁ, ଦେଖିଦେ ପୁଛାଡ଼ା ଉପରକୁ। ପୁଛାଡ଼ା ଶୁଖିନଥିଲା ତ ତାପରେ ଫ୍ୟାନ୍ କରିଦେଉଛି ଟିକେ ଡବଲ କଷ୍ଟ କର। ଆଉ ଚାଲନ୍ତୁ ରିସିନା ନା କୁଆଡ଼େ ଯାଇଥିଲା ମୁଁ ଆପଣମାନଙ୍କୁ ସେସବୁ କହିବ। ଆଉ ଗାଧୋଇ ଫ୍ରେଶ୍ ହେଇଗଲି। ରୋଷେଇବାସ ଭାଉଜ କରୁଛନ୍ତି ସେପଟେ। ଏତେ ଗରମ ଖରା ହେଉଛି, ଭାଉଜ 2-3 ଥର ଝାଡ଼ା ଗଲେନି, କାରଣ ଏଇ ଯେଉଁ ଖରା ତାତିରେ ବସିକି ଲାଇନ୍ ଗଲା ନାଇଁ ଅଛି। ଖରା ରାତିରେ ବସିକି ଆଉ ପେଟ ଖାଲି ଗଡ଼ଗଡ଼ ହେଇଯାଉଛି, ଝାଡ଼ା ହେଇଯାଉଛି, କ'ଣ କରିବା। ଆଉ ଚାଲନ୍ତୁ ରିସିନା ଆମର କ'ଣ ଅନବକ୍ସିଂ କରିବା, ଆଉ କୁଆଡ଼େ ଯାଇଥିଲା କ'ଣ କରୁଥିଲା ରିସିନା ନା କହିବେ। ଚାଲନ୍ତୁ ଶୁଣିବା ରିସିନା ନାଙ୍କ ମୁହଁରୁ। କ'ଣ ଆପଣଙ୍କୁ ଲାଗୁଛି ଦେଖନ୍ତୁ ରିସିନା ନା ଅନବକ୍ସିଂ କରିବ ନା। ଦେଖନ୍ତୁ ରିସିନା ନା ମାର୍କେଟ ଯାଇଥିଲା। ମାର୍କେଟ ତା ବାପା ସହିତ ରେସନ ଜିନିଷ ଆଣି ଆଉ କ'ଣ ଆଣିଛି ଦେଖନ୍ତୁ। ରିସିନା ନା ଅନବକ୍ସିଂ କଲା ଚପଲ। ଚପଲ ନଥିଲା, ଆଉ ଛିଡ଼ି ଯାଇଥିଲା। ଆଉ ହଳେ ଥିଲା ନୂଆ ଚପଲ, ମୁଁ ଆଣି ଦେଇଥିଲି। ମନ୍ଦିରକୁ ଯାଇଥିଲା, ଚୂର ନେଇଗଲା। ଆଉ ହଳେ ପିନ୍ଧୁଥିଲା, ତାପରେ ତାକୁ ଛିଡ଼େଇ ସାରିଲା ପୁଣି ଆଣିଲା ଯାଇ ଦୋକାନ। କେତେ ଟଙ୍କା ନେଲା? 2ଟା କାର୍ଡ଼ ଦେଖା, ସାଙ୍ଗମାନଙ୍କୁ କହିଦେ, କହ ଏମିତି ଚପଲଟା କମ୍ପାନୀ କ'ଣ ନା ଦେଖେ। ABCD EFG ଛୁଆମାନଙ୍କର ପାଖରେ ବଢ଼ିଆ ହେଇଛି ରିସିନାର। ଦୁଇ ହାତରେ ଦେଖା, 2 ହାତରେ ଏପଟକୁ ଛାଡ଼ି ଦେଖା ସାଙ୍ଗମାନଙ୍କୁ। ଆଉ ଟିକେ ଛାଡ଼େ, ଆଉ ଟିକେ ବଢ଼ିଆ ହେଇଛି। ହଉ ତ ଏବେ ଯିବି ରିସିନାକୁ ଟିକେ ଟିପଲରେ ଗଧେଇକି ଆଣିବି। ଖରା ତ ହେଲାନି, ପାଣି ବି ମୋର ନାହିଁ, ବୋତଲରେ ପାଣି ଆଣିବା। ଆଉ ଚାଲନ୍ତୁ ଟିକେ ଆପଣମାନଙ୍କୁ ସେୟାର କରିବି। ଚାଲନ୍ତୁ ରିସିନା ଗଲା ଚପଲ ରଖି ପିନ୍ଧୁନୁ ଏଇଟା ସାଉତୁଛୁ କ'ଣରେ ପିନ୍ଧିଲୁ ଦେଖାଯାଉଛି। ତଳେ ଦେଖା, ତଳେ ରିସିନା ନୂଆ ଚପଲ ପିନ୍ଧିକି। ଆଉ ଚାଲନ୍ତୁ ଏଠି ମୋ ଚପଲ କାହିଁକିରେ ଏଠି ଆମର କେତେ ଚପଲ ବାଟ ପୁଣି। ଦେଖନ୍ତୁ ଆମ ରୋଷେଇବାସ ଚାଲିଛି। ସକାଳୁ ତ ରୋଷେଇ କରିକି ମୋର ହାତ ଆଜି ନା ଆମର ରୋଷେଇ ପାଖାପାଖି ସରିଗଲାଣି। ଭାତ ଏଠି ଉଷୁନା ଭାତ ଦେଖନ୍ତୁ ହେଇଛି, ଆଉ ଏଠି ଆଳୁ ଝୋଳ ହେବ, ଡାଲି ହେଇସାରିଛି, ଆଉ ବାସନ ପଡ଼ିଛି ଧୋଇବ। ଦେଖନ୍ତୁ ଭାଉଜ ଆମର କରିଛନ୍ତି ମିନିମିକର ଆଳୁ ଝୋଳ, କେମିତି ଦେଖାଯାଉଛି କେତେ ସୁନ୍ଦର ଲାଲ ଟେଷ୍ଟି ଖାଇବାକୁ। ଆଉ ଏପଟେ ଦେଖନ୍ତୁ ଡାଲି କରିଛନ୍ତି, ଆଉ ଦେଖନ୍ତୁ ଏଠି ଗରମ ଭାତ, ଆଉ ସେ ଅରୁଆ ଖାଇବେ ସେପଟେ ତାଙ୍କର ବସିଛି। ଆଜି ଯେହେତୁ ଶନିବାର, ଆଉ ଏଠି ଆଳୁ ସିଝା ଅଛି, ଚକଟିକିରି ଖାଇବେ। ଆଉ ଚାଲନ୍ତୁ ଯିବା। ଦେଖନ୍ତୁ ରିସିନା ନାମ ପଛେ ଦୋକାନରୁ ଆସିଲା ପରେ ଖାଲି ପଛେ ଯେ ଆମେ ବାହାରେ ବାସନ ଅଛି, ବାସନ ଧୋଇ ସାରିଲା ପରେ ଗାଧୋଇଛୁ। ଚାଲନ୍ତୁ ବାହାରକୁ ଏବେ ଆସୁଛି। ଦେଖନ୍ତୁ ପ୍ରବଳ ଖରା। ଆଜି ତାପମାତ୍ରା କେତେ ପୁଅ ଅଛି? 42 ନା 43 ଡିଗ୍ରୀ। ଆଉ ଦେଖନ୍ତୁ ଏଠି ଆମର ଲୁଗାପଟା ଶୁଖୁଛି ସବୁ। ରିସିନା ଦେଖନ୍ତୁ ରିସିନାର ମୋର। ଆଉ ବାସନ ମୁଁ ଦେଖେଇ ଦେଉଛି। ମୁଁ ଯାଉଛି ବାସନ ଗୁଣ୍ଟେଇବି, ରିସିନା ଭିଡ଼ିଓ କରି ସେୟାର କରିବ। ଦେଖନ୍ତୁ ଆମର ବାସନ ସକାଳର ଖାଇଥିଲୁ ରୁଟି ଚାହା, ମୁଁ ଆକୁ ସବୁ ମାଜିକି ଏଠି ଉବୁରେଇ ଦେଇଛି। ଆଉ ଦେଖନ୍ତୁ ରିସିନା ଚକି ଏଡ଼େ ଦେଉଛି, ପାଣି ଖେଳିଲା। ତାର ପାଣି ହେଲେ ଜୀବନ ନା ରିସିନା। ଚକିଟା କେମିତି ଦେଉଛି, ତାକୁ ବି ଗରମ କରୁଛୁ କି? ନଟକୁଟ ବରୁଆକୁ ତତେ ହଉନି ନା ରେ ପିଲା। ହଉ ଚାଲ ବାସନ ଦେଖନ୍ତୁ ମୋ ନାନୀ, ଦେଖନ୍ତୁ ସାଙ୍ଗମାନେ ମୋ ନାନୀ ବାସନ। ନାନୀ କ'ଣ କରୁଛୁ? ବାସନ ଖାଇଥିଲେ ଆମ ଲୁଗାପଟା ଶୁଖୁଛି। ଦେଖନ୍ତୁ ମୁଁ ଛାଇରେ ଠିଆ ହେଇଛି। ଦେଖନ୍ତୁ ସାଙ୍ଗମାନେ ଟାଇମ୍ ଆସି ପାଖାପାଖି 1+ ହେଲାନି। ମୁଁ ଏବେ ଖାଇବା ପାଇଁ ବସିଛି, କାରଣ ଟିକେ ଶୋଇ ପଡ଼ିଥିଲି।
ଆଉ ଖରା ତ ପ୍ରବଳ ହେଉଛି, ନିଦ ଲାଗୁଛି। ଦେଖନ୍ତୁ ଚୁଟି କୁଣ୍ଡେଇକି ହେୟାର କ୍ଲିପ୍ ପାରୁଛି, କାରଣ ଖାଇଲାକୁ ଚୁଟି ସବୁ ଆଗକୁ ଆସୁଛି, ତେଣୁ ଫ୍ୟାନ୍ ପବନରେ, ତେଣୁ ସେଥିପାଇଁ ଟିକେ ମୁଣ୍ଡ କୁଣ୍ଡେଇକି ହେୟାର କ୍ଲିପ୍ ପାରୁଛି। ଭାଉଜ ମୋର ଯାତ୍ରାରୁ ଆଣି ଦେଇଥିଲେ, କେମିତି ଲାଗୁଛି ପ୍ଲିଜ୍ ମୋତେ ଟିକେ କମେଣ୍ଟ କରିବେ। ଆଉ ଭଲ ଦେଖାଯାଉଛି କି ନାହିଁ, ଆପଣମାନେ ତ ସମସ୍ତେ ମାନେ ଭଲ ପାଇବା ଦେଉଛନ୍ତି, ସେଥିପାଇଁ ମୁଁ ଆଗକୁ ବଢ଼ୁଛି, ଇମ୍ପ୍ରେସ୍ ହେଉଛି। ଆଉ ଚାଲନ୍ତୁ ଦେଖିବା ଆମର ଆଜି ଖାଇବାରେ କ'ଣ ଅଛି, ମୁଁ ଆପଣମାନଙ୍କୁ ଦେଖାଉଛି। ଦେଖନ୍ତୁ ଆମର ଖାଇବାରେ ଆଜି କ'ଣ ହେଇଛି, ମୁଁ ତ ଦେଖେଇଥିଲି ଆପଣଙ୍କୁ ଟିକେ ଟିକେ, ତଥାପି ମୁଁ ଖାଇବା ଭିଡ଼ିଓ ମାନେ କ'ଣ ରୋଷେଇ ହେଇଥିଲା ମୁଁ ଦେଖେଇ ଦେଇଥିଲି। ଆଉ ଥାଳିରେ ମାନେ ଟ୍ରେରେ କ'ଣ ବାଢ଼ିଛି ନା ଆଣିଛି ଖାଇବା ପାଇଁ। ଦେଖନ୍ତୁ ଗରମ ଭାତ, ଇଏ ଦେଖନ୍ତୁ ମିଲମିକର ଆଳୁ ଝୋଳ, ଇଏ ଦେଖନ୍ତୁ ମୁଗ ଡାଲମା, ଆଉ ଇଏ ଦେଖନ୍ତୁ ପାଚିଲା ଆମ୍ବ, ଆଉ ଇଏ ଦେଖନ୍ତୁ କଞ୍ଚା ଆମ୍ବ ଚଟଣି, ଏଥିରେ ପଡ଼ିଛି ପିଆଜ, ଶୁଖିଲା ଲଙ୍କା, ଲୁଣ, ହାଲକା ଚିନି ଗ୍ରାଇଣ୍ଡିଙ୍ଗ କରାହେଇଛି। କେମିତି ଦେଖାହେଉଛି ଆପଣମାନେ ପ୍ଲିଜ୍ କମେଣ୍ଟ କରିବେ। ଖାଇବାକୁ ନେଇକି ଭଲ ପାଇବା ଦେବେ, ସପୋର୍ଟ କରିବେ। ଚାଲନ୍ତୁ ଖାଇବା। ଆଉ ଦେଖନ୍ତୁ ମୁଁ ତ ଏବେ ଯାଉଛି ଖାଇବି, ଖାଇକି ଯେଉଁ ଖରା ହେଉଛି ପ୍ରବଳ, ବାସନ ଟିକେ ଧୋଇକି ଯାଉଛି ଶୋଇ ପଡ଼ିବି। ଆପଣମାନଙ୍କ ସହିତ ପରେ କଥା ହେବି। ଚାଲନ୍ତୁ ଖାଇଦେବା ଫଟାଫଟ 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 ଖାଇକି ଫଟାଫଟ ଶୋଇପଡ଼। ଚାଲନ୍ତୁ ଚାଲନ୍ତୁ ଚାଲନ୍ତୁ, ଆସନ୍ତୁ ମୋ ସହିତ, କେଉଁମାନେ ଖାଇବେ ପ୍ଲିଜ୍ ଟିକେ ଆସନ୍ତୁ ମୋ ସହିତ ଖାଇବେ।